ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଗଠନ ହୋଇଛି ବାଂଲାଦେଶ ସରକାର। ନୂଆ ସରକାରଙ୍କ ନିଷ୍ପତ୍ତି ଭାରତ ପାଇଁ ସାଜିଛି ଚିନ୍ତାର କାରଣ। ଅଲ-କାଏଦା ସହ ଜଡ଼ିତ ଆତଙ୍କବାଦୀ ତଥା ଅନସାରୁଲ୍ଲା ବାଂଲା ଟିମ୍ ମୁଖ୍ୟ ଜସିମୁଦ୍ଦିନ ରହମାନୀଙ୍କୁ ମୁକ୍ତ କରିଛନ୍ତି ବାଂଲା ସରକାର। ଆତଙ୍କବାଦୀ ଗୋଷ୍ଠୀ ସାହାଯ୍ୟରେ ଜିହାଦୀ ନେଟୱାର୍କ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଥିବାରୁ ଏହା ଭାରତ ପାଇଁ ଚିନ୍ତାର ବିଷୟ। ଜଣେ ବ୍ଲଗରଙ୍କ ହତ୍ୟା ମାମଲାରେ ଜେଲରେ ଥିବା ରହମାନୀ ମଙ୍ଗଳବାର ପାରୋଲରେ ମୁକ୍ତ ହୋଇଥିବା ତାଙ୍କ ଟ୍ରିବ୍ୟୁନ୍ ରିପୋର୍ଟ କରିଛି। ଆସାମରେ ଅନସାରୁଲ୍ଲା ବାଂଲା ଟିମ୍ ସହ ଲିଙ୍କରେ ଥିବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏବିଟି ସହ ଜଡ଼ିତ ଦୁଇ ଆତଙ୍କବାଦୀଙ୍କୁ ଚଳିତ ବର୍ଷ ମେ ମାସରେ ଗୌହାଟୀ ରେଳ ଷ୍ଟେସନରେ ଗିରଫ କରାଯାଇଥିଲା। ଆସାମ ପୋଲିସ ଟିମ୍ ଦ୍ୱାରା ଗୌହାଟୀ ରେଳ ଷ୍ଟେସନରେ ବାହା ମିଆଁ ଏବଂ ଏବିଟିର ବିରଳ ମିଆଁଙ୍କୁ ଗିରଫ କରାଯାଇଥିଲା। ଏବିଟି ହେଉଛି ଏକ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଅର୍ଥାତ୍ ଅଲ-କାଏଦା ଏକ୍ୟୁଆଇଏସ୍ ଯାହା ଭାରତରେ ବ୍ୟାନ୍ କରାଯାଇଛି। ଢାକା ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ ସୋମବାର ଜଣେ ବ୍ଲଗରର ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜାସିମୁଦ୍ଦିନ ରହମାନୀ ଗାଜିପୁର କାସିମପୁର ହାଇ ସିକ୍ୟୁରିଟି ସେଣ୍ଟ୍ରାଲ ଜେଲରୁ ପାରୋଲରେ ମୁକ୍ତ ହୋଇଛନ୍ତି। 2013 ଫେବୃଆରୀ 15ରେ ବ୍ଲଗର ରାଜୀବ ହାଇଦର ହତ୍ୟା ମାମଲାରେ ତାଙ୍କୁ 5 ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା। ଇଣ୍ଡିଆ ଟୁଡେକୁ ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନ ସ୍ଥିତ ଲସ୍କର ଏ ତୋଏବା ଭାରତର ଉତ୍ତର ପୂର୍ବ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଏବିଟି ସହ ଲିଙ୍କ କରିଥିଲା। ଏବିଟି ସହିତ ଏଲ୍ଟିଟିର ସହଯୋଗ 2022 ମସିହାରୁ ହୋଇଥିଲା ଯେତେବେଳେ ସେମାନେ ବଙ୍ଗଳାଠାରେ ଭାରତରେ ଆକ୍ରମଣ କରିବା ଲକ୍ଷ୍ୟରେ ଏକ ପ୍ରତିଷ୍ଠା କରିଥିଲେ। ଗୁଇନ୍ଦା ବିଭାଗ ଅନୁସାରେ 2022ରୁ ପ୍ରାୟ 50ରୁ 100 ଏବିଟି ତ୍ରିପୁରାରେ ଅନୁପ୍ରବେଶ କରିବାକୁ ଯୋଜନା କରୁଥିଲେ। ଉତ୍ତର ପୂର୍ବ ରାଜ୍ୟରେ ଏକ ନେଟୱାର୍କ ପ୍ରତିଷ୍ଠା ପାଇଁ ଆତଙ୍କବାଦୀ ଦଳର ଯୋଜନାକୁ ଖଣ୍ଡନ କରି ଆସାମ ପୋଲିସ ଅନେକ ଥର ଏବିଟି ଆତଙ୍କବାଦୀଙ୍କୁ ଗିରଫ କରିଛି।